ଆଖଡ଼ା ପୂଜା ମୋ ଗଣରେ ଅଛନ୍ତି ରାଜେନ୍ଦ୍ର ମହାନ୍ତି ଫୋକାଉ ଯେତେବେଳେ ଅଛନ୍ତି ଗୋଟେ ଆଜି ନାଟକ ଆଖଡ଼ା ପୂଜା 2026-27 ବର୍ଷ ପାଇଁ ଗୋଟେ ଜୋରଦାର ପ୍ରସ୍ତୁତି ଚାଲିଲା। ଏଇଠୁ ଆରମ୍ଭ ହେଲା ଯାତ୍ରା ବର୍ଷ। କ'ଣ କହିବେ? ନମସ୍କାର। ଓଡ଼ିଶାର ଅଗଣିତ ଯାତ୍ରା ଦର୍ଶକ ଏବଂ ମିଡ଼ିଆ ଭାଇମାନଙ୍କୁ ଯାତ୍ରା ଅପେରା ମାହେଶ୍ୱରୀ ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି। ଆଜି ଅପେରା ମାହେଶ୍ୱରର ଜନ୍ମଦିନ, ତେଣୁ ଆମେ ଆଜି ସମସ୍ତ କଳାକାର ଏବଂ କିଛି କମିଟି ବନ୍ଧୁମାନଙ୍କୁ ନିମନ୍ତ୍ରଣ କରିଛୁ। ତେଣୁ ଆଜି ଏଇ ଯେଉଁ ଦିନରେ ଆଜି ମା ଶାରଳାଙ୍କର ଆଶୀର୍ବାଦ ଭିକ୍ଷା କରି ଆଜି ଅପେରା ମାହେଶ୍ୱରୀ ତାର ନୂତନ ନାଟକ ଡକ୍ଟର ଦୀପକ ଜେନାଙ୍କର ରଚନା ଏବଂ ସୁରେଶ ନାୟକଙ୍କର ନିର୍ଦ୍ଦେଶନା ଏବଂ ପପୁ ପମ୍ପମଙ୍କର ସଙ୍ଗୀତର ସଜେଇ ହେଇଥିବା ବୋଝ ନାଟକ ଆପଣମାନେ ଯେଉଁଟାକୁ ସୋସିଆଲ ମିଡ଼ିଆରେ ଦେଖିଛନ୍ତି, ଅନେକ ଭଲ ପାଇବା ମଧ୍ୟ ନାଟକ ନ ଦେଖି ଦେଇଛନ୍ତି। ତେଣୁ ସେଇ ନାଟକ ଆଜି ଆମେ ଆରମ୍ଭ କରୁଛୁ। ତେଣୁ ମୁଁ ଆଶା କରିବି ନିଶ୍ଚିତ ଆଗାମୀ ଦିନରେ ଅପେରା ମାହେଶ୍ୱରୀ ପାଇଁ ଆପଣମାନଙ୍କର ଆଶୀର୍ବାଦର ହାତ ଆମ ଉପରେ ରହିବ ଏବଂ ଆମ କଳାକାରମାନଙ୍କୁ ଆପଣ ଉତ୍ସାହିତ କରିବେ। ଓଡ଼ିଶାର ଅଗଣିତ ଯାତ୍ରା ଦର୍ଶକ ବନ୍ଧୁମାନଙ୍କୁ ମୁଁ କହିବି, ସମସ୍ତେ ଆସି ଅପେରା ମାହେଶ୍ୱରୀ ନାଟକ ଦେଖନ୍ତୁ, ମଞ୍ଚ ଦେଖନ୍ତୁ, ଗେଟ୍ ଦେଖନ୍ତୁ, ଲାଇଟ୍ ସାଉଣ୍ଡ ସମସ୍ତ ଜିନିଷରେ ଆମେ ଭଲ ଭାବରେ ନଜର ଦେଇଛୁ ଏବଂ ଆଶା କରିଛୁ ସମସ୍ତଙ୍କ ଠାରୁ ନିଶ୍ଚିତ ଭାବରେ ଗୋଟେ ନୂତନତ୍ୱ ରହିବ। ଆପଣ ଗ୍ରାଣ୍ଡ ମହଲ ଆଜ୍ଞା ପରେ ମାହେଶ୍ୱରୀ ଆଜ୍ଞା ଯେ ଦର୍ଶକ ଜାଣିବାକୁ ଚାହାନ୍ତି ଗ୍ରାଣ୍ଡ ମହଲ ରହିବ ନା ଗ୍ରାଣ୍ଡ ମହଲ ବନ୍ଦ ହେଇଗଲା ମାହେଶ୍ୱରୀ? ନାଇଁ ଗ୍ରାଣ୍ଡ ମହଲର କୌଣସି ଜିନିଷ ଏଥିରେ ଆମେ ଲଗାଉ ନାହୁଁ। ଆ ପାଇଁ ସ୍ୱତନ୍ତ୍ର ଅପେରା ମାହେଶ୍ୱରୀ ପାଇଁ ସ୍ୱତନ୍ତ୍ର ନୂତନ ପ୍ରସ୍ତୁତି ଆମେ ଆରମ୍ଭ କରିଛୁ। ଅପେକ୍ଷା କରିଛୁ ଯଦି ସମୟ ସେମିତି ସୁଯୋଗ ଆସେ ନିଶ୍ଚିତ ଗ୍ରାଣ୍ଡ ମହଲ ପାର୍ଟି ଆମେ କରିବୁ। ଯାତ୍ରା ବର୍ଷ ପାଇଁ ପ୍ରିପେୟାର ହେଇଛନ୍ତି? ଆଜ୍ଞା ମାନେ ନାଟକ? ହଁ, ନାଟକ 3ଟି ନାଟକ ପାଇଁ ଆମେ ପ୍ରସ୍ତୁତ ହେଇଛୁ ଆଗାମୀ ବର୍ଷ ପାଇଁ। ଆଉ ଚତୁର୍ଥ ନାଟକ ନାମକରଣ ହେଇନାହିଁ। ପ୍ରଥମ ନାଟକ ତ ଆପଣମାନେ ଜାଣିଛନ୍ତି ବୋଝ ଡକ୍ଟର ଦୀପକ ଜେନାଙ୍କର। ସେକେଣ୍ଡ ନାଟକଟି ସେ ଦୀପକ ଜେନାଙ୍କର ଆପଣଙ୍କର ଜାନୁଆରୀ 6 2006 ଜାନୁଆରୀ ନା କ'ଣ 2002 ଜାନୁଆରୀ 6 କଳିଙ୍ଗ ନଗରୀ ସୁପରେ ସେ ନାଟକଟି ଡକ୍ଟର ଦୀପକ ଜେନା ମଧ୍ୟ ରଚନା କରିଛନ୍ତି। ଏବଂ ତୃତୀୟ ନାଟକଟି ଆପଣମାନେ ସମସ୍ତେ ଯେଉଁ ରାଇଟରକୁ ବହୁତ ଦିନ ଧରି ଅପେକ୍ଷା କରିଥିଲେ ଏବଂ ଭଲ ନାଟକ ଅପେରା ପାଇଁ ସେମାନେ ଭେଟି ଦେଇଛନ୍ତି। ତାଙ୍କ ସହିତ ମୋର ଦୀର୍ଘ ଦିନ ଧରି ଭଲ ସମ୍ପର୍କ ମଧ୍ୟ ଥିଲା। ତାଙ୍କୁ ମଧ୍ୟ ଆମେ ନିମନ୍ତ୍ରଣ କରିଛୁ ଏବଂ ଗୋଟେ ନାଟକ ସିଏ ମଧ୍ୟ ବହୁତ ଅନୁରୋଧ କଲା ପରେ ଆମକୁ ଗୋଟେ ନାଟକ ଦେଇଛନ୍ତି, ଯେଉଁ ନାଟକର ନାମକରଣ ତୁ କାନ୍ଦିଲେ ଲୁହ ଝରି ପଡ଼ୁଛି। ନାଟ୍ୟକାର ଏବଂ ନିର୍ଦ୍ଦେଶକ ସନ୍ତୋଷ ନାରାୟଣ ଦାସ। ଆପଣ ବହୁତ ଦିନ ହେଲାଣି ଯାତ୍ରା ଇଣ୍ଡଷ୍ଟ୍ରିରେ ପରିଚାଳନା ଦାୟିତ୍ୱରେ ଅଛନ୍ତି, ମୁଖ୍ୟ ପରିଚାଳନା। ଆଜ୍ଞା ଯାତ୍ରା ବର୍ଷରେ ମାନେ ପ୍ରତ୍ୟେକ ବର୍ଷ ଏମିତି ନାଟକ ହୁଏ ଯେ ଆପଣଙ୍କ ଭିତରେ ଏମିତି ଅଭୁଲା ସ୍ମୃତି ଅଛି କିଛି ଯୋଉଟା ନାଟକ ଆଜି ପର୍ଯ୍ୟନ୍ତ ଦର୍ଶକମାନଙ୍କର ହୃଦୟରେ ରହିଛି? ସେଇଭଳି ନାଟକ ବୋଝ ନାଟକ ଭାବୁଛନ୍ତି ସେଇଭଳି ସଫଳତା? ହଁ, ନିଶ୍ଚିତ ଭାବରେ ମୁଁ ଆଶା କରୁଛି। ଷ୍ଟୋରିଟେ ମୁଁ ଯାହା ଅଳ୍ପ ବହୁତ ଶୁଣିଛି, କିଛି ଆଶା କରିଛୁ ନିଶ୍ଚିତ ବୋଝ ନାଟକ ଏ ବର୍ଷ ଯାତ୍ରା ମହଲରେ ଗୋଟେ ଚହଳ ସୃଷ୍ଟି କରିବ ବୋଲି ମୁଁ ବହୁତ ଆଶା